ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜିର ପ୍ରଥମ ପ୍ରଶ୍ନ, ରଥଯାତ୍ରା କେଉଁ ମାସରେ ହୁଏ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ରଥର ନାମ କଣ? ଫ୍ରେଣ୍ଡସ୍, ଏହାର ସଠିକ ଉତ୍ତରଟି ହେଉଛି ନନ୍ଦିଘୋଷ। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥର ନାମ କଣ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ତାଳଧ୍ୱଜ। ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର ନାମ କଣ? ସାଙ୍ଗମାନେ, ଏହାର ସଠିକ ଉତ୍ତରଟି ହେଉଛି ଦର୍ପଦଳନ ବା ଦେବଦଳନ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥର ରଙ୍ଗ କଣ? ସାଙ୍ଗମାନେ, ଏହାର ସଠିକ ଉତ୍ତରଟି ହେଉଛି ରକ୍ତବର୍ଣ୍ଣ ବା ଲାଲ ଓ ପୀତ ରଙ୍ଗ ବା ହଳଦିଆ ରଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥର ରଙ୍ଗ କଣ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଶ୍ୱେତ ରଙ୍ଗ ବା ଧଳା ରଙ୍ଗ ଓ ନୀଳ ରଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର ରଙ୍ଗ କଣ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି କଳା ଓ ଲାଲ ରଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥର କେତୋଟି ଚକ ଅଛି? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି 16ଟି। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥର କେତୋଟି ଚକ ଅଛି? ଏହାର ସଠିକ ଉତ୍ତରଟି ହେଉଛି 41ଟି। ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର କେତୋଟି ଚକ ଅଛି? ଏହାର ସଠିକ ଉତ୍ତରଟି ହେଉଛି 44ଟି। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା କେଉଁ ସ୍ଥାନରେ ଆୟୋଜିତ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ପୁରୀ, ଓଡ଼ିଶା। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା କେଉଁ ଦିନରୁ ଆରମ୍ଭ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରୁ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀମନ୍ଦିରରୁ ରଥ କେଉଁ ମନ୍ଦିରକୁ ଯାଏ? ଏହାର ସଠିକ ଉତ୍ତରଟି ହେଉଛି ଗୁଣ୍ଡିଚା ମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ରଥକୁ କିଏ ଉପରେ ଉଡ଼ି କରେ ବା ଝାଡ଼ୁ କରନ୍ତି? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଗଜପତି ମହାରାଜ। ଏହାକୁ ଛେରା ପହଁରା କହନ୍ତି। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା ପରେ କେଉଁ ଦିନରେ ଭଗବାନ ମନ୍ଦିରକୁ ଫେରନ୍ତି? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ବାହୁଡ଼ା ଯାତ୍ରା। ଏହା ଆଷାଢ଼ ମାସ ଶୁକ୍ଳ ଦଶମୀରେ ଆୟୋଜିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ସୁନାବେଶ କେଉଁ ଦିନ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଅଷ୍ଟମୀ ତିଥିରେ। ଏହାକୁ ଯାତ୍ରା ଶେଷ ଦିନ ମଧ୍ୟ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଗୁଣ୍ଡିଚା ମନ୍ଦିର କାହିଁକି ବିଶେଷ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଏହା ଭଗବାନଙ୍କ
ମା ଗୁଣ୍ଡିଚାଙ୍କ ଘର। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରାର ବୃହତ ଚାଲପତ୍ର ଗୀତ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୁଏ ରଥଯାତ୍ରା ପର୍ଯ୍ୟନ୍ତ ଗାଯାଏ। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା ଦିନ ଜଗନ୍ନାଥଙ୍କୁ କେଉଁ ରୂପରେ ଦେଖାଯାଏ? ଏହାର ସଠିକ ଉତ୍ତରଟି ହେଉଛି ଦର୍ଶନ ଦିଆଯାଏ ଚକ୍ରଧାରୀ ବିଷ୍ଣୁଙ୍କ ରୂପରେ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥ ରଥଯାତ୍ରା କେଉଁ ଶତାବ୍ଦୀରୁ ଚାଲି ଆସୁଛି? ସଠିକ ଉତ୍ତରଟି ହେଉଛି ଏହା ଅତ୍ୟନ୍ତ ପୁରୁଣା ବୃହତ ପୁରାଣ ଓ ସ୍କନ୍ଧ ପୁରାଣରେ ଉଲ୍ଲେଖ। ପରବର୍ତ୍ତୀ ପ୍ରଶ୍ନ, ଛେରା ପହଁରା କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଗଜପତି ମହାରାଜଙ୍କ ଦ୍ୱାରା ରଥ ସଫା କରିବା ପୂଜନୀୟ ଅନୁଷ୍ଠାନ। ପରବର୍ତ୍ତୀ ପ୍ରଶ୍ନ, ତିନୋଟି ରଥ କେତେ ଦୂର ଯାଆନ୍ତି? ଏହାର ସଠିକ ଉତ୍ତରଟି ହେଉଛି ପ୍ରାୟ 3 କିଲୋମିଟର, ଯାହାକି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ରଥଯାତ୍ରା ବେଳେ ଆମ୍ବୁଡ଼ି ଭୋଗ କେଉଁ ଦିନ ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଦେବସ୍ନାନ ପୂର୍ଣ୍ଣିମା ପରେ। ପରବର୍ତ୍ତୀ ପ୍ରଶ୍ନ, ରଥ ତିଆରି କାର୍ଯ୍ୟ କେବେ ଆରମ୍ଭ ହୁଏ? ଦର୍ଶକ ବନ୍ଧୁ, ଏହାର ସଠିକ ଉତ୍ତରଟି ହେଉଛି ଅକ୍ଷୟ ତୃତୀୟା ଦିନ। ପରବର୍ତ୍ତୀ ପ୍ରଶ୍ନ, ରଥ ନିର୍ମାଣ ପାଇଁ କେଉଁ କଉଡ଼ି ବ୍ୟବହାର ହୁଏ? ଏହାର ସଠିକ ଉତ୍ତରଟି ହେଉଛି ଫାଣି ବା ଶାଲ କଉଡ଼ି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ।